ଗୋଟିଏ ଜଙ୍ଗଲରେ ରହୁଥିଲା ହରିଣଟିଏ। ତା ମନରେ ବହୁତ ଦୁଃଖ ଥିଲା, କାରଣ ପିଲାବେଳୁ ସେ ତା ମାଆକୁ ଦେଖିନଥିଲା। ସେ ଖାଲି ତା ସାଙ୍ଗମାନଙ୍କଠାରୁ ଶୁଣିଥିଲା ଯେ ତା ମାଆକୁ ସିଂହ ମାରି ଖାଇଦେଇଛି। ସେ କିନ୍ତୁ ସତ କଣ ସେଇଟା ଜାଣିବାକୁ ଚାହୁଁଥିଲା। ହେଲେ ତା ଭାଇ ତାକୁ କହିଥିଲା ଯେ କୁମ୍ଭୀର ତା ମାଆକୁ ମାରିଛି, ଆଉ ଏ ଘଟଣା ଭାଲୁ ନିଜ ଆଖିରେ ଦେଖିଛି। ଦିନେ ସେ ବାଟରେ ଯିବା ବେଳେ ତାର ଭାଲୁ ସହିତ ଦେଖାହେଲା। ଭାଲୁ ଭାଇ, ତମେ କଣ ଜାଣିଛ ମୋ ମାକୁ କିଏ ମାରିଛି? ହଁ, ମୁଁ ଜାଣିଛି ଯେ, ହେଲେ ତୁ କଣ ମୋ କଥାକୁ ବିଶ୍ୱାସ କରିବୁ? ବିଶ୍ୱାସ କଲା ଭଳି କଥା ହେଇଥିଲେ ନିଶ୍ଚୟ ବିଶ୍ୱାସ କରିବି। ତାହେଲେ ଶୁଣ, ମୁଁ କହୁଛି। ଇଏ ହଉଛି 2-3 ବର୍ଷ ତଳର କଥା। ଦିନେ ସଞ୍ଜ ହେଲା ବେଳକୁ ମୁଁ ନଈକୁ ପାଣି ପିଇବାକୁ ଯାଇଥାଏ, ଆଉ ସେଠିକି ତୋ ମା ବି ପାଣି ପିଇବାକୁ ଯାଇଥାଏ। ମୁଁ ଟିକେ ପଛରେ ଥାଏ, ଆଉ ସେ ଆଗରେ ଥାଏ। ସେ ଆଗେ ଆଗେ ନଈ ଭିତରକୁ ପଶିଗଲା ସଫା ପାଣି ପିଇବ ବୋଲି। ହଠାତ୍ କୁଆଡୁ ଗୋଟେ କୁମ୍ଭୀର ଚାଲି ଆସିଲା, ଆଉ ତୋ ମାର ଗୋଡକୁ ଧରି ପାଣି ଭିତରକୁ ଟାଣି ନେଲା। ସେ ଯେତେ କାକୁତି ମିନତି କଲା, ଯେତେ ଅନୁରୋଧ କଲା, ସେ କୁମ୍ଭୀର କୌଣସି କଥା ଶୁଣିଲାନି। ତୋ ମାକୁ ପାଣି ଭିତରକୁ ଟାଣି ନେଲା, ଆଉ ତାକୁ ମାରିଦେଲା। ମାର ଏଭଳି ମରିବା କଥା ଶୁଣି ହରିଣର ମନ ବଡ଼ ଦୁଃଖ ହେଲା। ସେ ଦୁଃଖରେ ଭାଙ୍ଗି ପଡ଼ିଲା, ଆଉ ନିଜ ଗୁମ୍ଫାକୁ ଫେରି ଆସିଲା। ନିଜକୁ ନିଜେ ସାନ୍ତ୍ୱନା ଦେଇ କହିଲା, ନା, ମୁଁ ସେ ନଈକୁ କେବେ ବି ଯିବିନି କିମ୍ବା କୁମ୍ଭୀର ହାବୁଡରେ ପଡିବିନି। ହରିଣ ନିଜକୁ ଯାହା କହି ସାନ୍ତ୍ୱନା ଦେଲେ ବି ଭବିଷ୍ୟତର ସମୟ ତ ତା ହାତରେ ନଥିଲା। ସେପଟେ ନଈରେ ରହୁଥିଲା କଇଁଚଟିଏ। କୁମ୍ଭୀର ଥିଲା ତାର ଘୋର ଶତ୍ରୁ। ସେ କଇଁଚକୁ ପାଖରେ ପାଇବା ମାତ୍ରେ ତାକୁ ଖାଇବାକୁ ଗୋଡଉଥିଲା। କଇଁଚ ତା ଭୟରେ ସବୁବେଳେ ଆତଙ୍କିତ ହୋଇ ରହୁଥିଲା। ଦିନେ କୁମ୍ଭୀର ଗୋଡେଇବାରୁ କଇଁଚଟି ନଈରୁ ବାହାରକୁ ଚାଲି ଆସିଥିଲା। କିନ୍ତୁ ତାକୁ ଦେଖି ଅନ୍ୟ ପଶୁମାନେ ଥଟ୍ଟା ପରିହାସ କରିବା ଆରମ୍ଭ କରିଦେଲେ। ହେଲେ ହରିଣଟି ତାକୁ ତା ଘର ଭିତରକୁ ପାଛୁଟି ନେଲା। ଆଚ୍ଛା, ତମେ କଣ ନ ଜାଣିକି ପାଣିରୁ ବାହାରକୁ ଚାଲି ଆସିଛ? ନା ନା, ମୁଁ ତ ନଈରେ ରହେ ନା। ମତେ କୁମ୍ଭୀର ଗୋଡେଇଲା, ମୁଁ ସେଥିପାଇଁ ନଈରୁ ବାହାରକୁ ଚାଲି ଆସିଛି। ଆଚ୍ଛା, ତମକୁ ବି ତାହେଲେ ସେ କୁମ୍ଭୀର ହଇରାଣ କରିଛି? କାଇଁ, ତମକୁ ବି କୁମ୍ଭୀର ହଇରାଣ କରିଛି କି? ହଇରାଣ କରିଛି ମାନେ ସେ ମୋ ମାକୁ ଖାଇ ଦେଇଛି। ଆଚ୍ଛା। ହଁ, ସେଥିପାଇଁ ମୁଁ ସେ ନଈ ଆଡକୁ କେବେ ବି ଯିବିନି ବୋଲି ପ୍ରତିଜ୍ଞା କରିଛି। ହଁ, ତମେ ଠିକ କହିଛ। ସେ କୁମ୍ଭୀର ବହୁତ ବଦମାସ। ସେ କାହାକୁ ବି ଛାଡେନି। ଯୋଉ ପ୍ରାଣୀ ନଈକୁ ପାଣି ପିଇବାକୁ ଯାଆନ୍ତି, ସେ ସମସ୍ତଙ୍କୁ ମାରି ଖାଇଦିଏ। ଆଉ ସେଥିପାଇଁ ଆଜିକାଲି କେହି ଜଣେ ବି ପଶୁ ସେ ନଈକୁ ପାଣି ପିଇବାକୁ ଯାଉନାହାନ୍ତି। ଛାଡ, ତା କଥା ସେ ବୁଝିବ। ଚାଲ, ମୁଁ ତମକୁ ନଈ ପାଖରେ ଛାଡି ଦେଇ ଆସିବି। ହଉ, ଚାଲ। ଏମିତି କଥା ହେଇ ହେଇ ହରିଣ ଆଉ କଇଁଚ ଚାଲିଲେ ନଈ ଆଡକୁ। ନଈ ପାଖରେ ପହଞ୍ଚିବା ପରେ ବି ସେମାନେ ଯେତେବେଳେ କଥା ହେଉଥିଲେ, ସେତିକିବେଳେ କୁମ୍ଭୀର ଆସି ପାଣି ଭିତରେ ସେମାନଙ୍କୁ ଚାହିଁ ରହିଥିଲା। ତା ଆଖି ଥିଲା ହରିଣ ଉପରେ। କେତେବେଳେ ହରିଣ ଆସିବ ଆଉ ପାଣି ଭିତରେ ପଶି
ପାଣି ପିଇବ। ହଉ ତମେ ଯାଅ ହରିଣ ଭାଇ, ତମକୁ ବହୁତ ବାଟ ଯିବାକୁ ପଡିବ। ମୁଁ ତ ଏଇ ନଈ ଭିତରକୁ ଯିବି। ହଁ ଆସିଛି ଯେତେବେଳେ ପାଣି ମୁନ୍ଦାଏ ପିଇକି ଯିବି। ହେଲେ ହେଲେ କିଛି ନାହିଁ, ଆଖପାଖରେ କେହି ନାହାନ୍ତି, ତେଣୁ କିଛି ଅସୁବିଧା ହବନି। ଏତିକି କଥା ହବା ପରେ କଇଁଚ ପାଣି ଭିତରକୁ ପଶିଗଲା, ଆଉ ହରିଣ ବି ପାଣି ପିଇବା ପାଇଁ ନଈ ଭିତରକୁ ପଶିଗଲା। ହରିଣକୁ ଲକ୍ଷ୍ୟ କରୁଥିବା କୁମ୍ଭୀର ନଈ କୂଳକୁ ଚାଲି ଆସିଲା। ବାପରେ, କେତେ ବଡ କୁମ୍ଭୀର! ହରିଣ ଶୁଖିଲାକୁ ଚାଲି ଆସିଲା। ମୋର ଏବେ କଣ ହେଇଥାନ୍ତା? କିଛି ହେଇନଥାନ୍ତା। ମୁଁ ତତେ ନେଇ ଆରପଟ ବଣରେ ଛାଡି ଦେଇଥାନ୍ତି। ମୁଁ ଜାଣିଛି ତୁ ମୋ ମାକୁ ମାରିଛୁ, ତେଣୁ ତୁ ମୋ ପାଇଁ ଭରସା ଯୋଗ୍ୟ ନୁହଁ। ମୁଁ ଆଖି ଛୁଉଁଛି, ତୋ ମାକୁ ମୁଁ ଜମା ମାରିନି। ତାକୁ ମୁଁ ନେଇ ଆରପଟ ବଣରେ ଛାଡି ଦେଇଛି। ସେଠି ବହୁତ ଘାସ ଲତା କଅଁଳିଆ ପତ୍ର ଅଛି ନା, ତେଣୁ ସେ ସେଠି ତାକୁ ଖାଇ ଢେର ଭଲରେ ଅଛି। ତୁ ଆ, ତତେ ମୁଁ ସେଠିକି ନେଇଯିବି। କିଛି ସମୟ ପାଇଁ ହରିଣ ଭାବିଲା ଯେ କୁମ୍ଭୀର ଯାହା କହୁଛି ତାହା ସତ କଥା। ତା ମାକୁ ଦେଖିବାକୁ ତାର ବହୁତ ଇଚ୍ଛା ହେଲା। ସେଥିପାଇଁ ସେ କୁମ୍ଭୀରର କଥା ମାନିଗଲା, ଆଉ ପୁଣି ଥରେ ପାଣି ଭିତରକୁ ଯିବା ପାଇଁ ଆଗକୁ ଗୋଡ଼ ବଢାଇଲା। ହେଲେ ହଠାତ୍ ତା ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା, ଆଉ ସେ ଚିତ୍କାର କଲା, ଆରେ ଛାଡ ଛାଡ ମତେ, ଦୁଷ୍ଟ କୁମ୍ଭୀର ଛାଡ ମତେ, ମୁଁ ମୋ ମା ପାଖକୁ ଯିବି। ଆରେ ଛାଡ ଛାଡ ମତେ, ଛାଡ ମୋ ଗୋଡକୁ ଛାଡ, ଦୁଷ୍ଟ କୁମ୍ଭୀର। ହରିଣର ଏଭଳି ଚିତ୍କାର ଶୁଣି କୁମ୍ଭୀର ଭାବିଲା ଯେ ସତରେ ହରିଣକୁ ଆଉ ଗୋଟେ କୁମ୍ଭୀର ଧରି ନେଇଛି। ତେଣୁ ସେ କହିଲା, ଏ ଦୁଷ୍ଟ, ଛାଡ ତାକୁ, ସେ ମୋ ଶିକାର, ମୁଁ ଖାଇବି ତାକୁ। କୁମ୍ଭୀର ମୁହଁରୁ ଏକଥା ଶୁଣି ହରିଣ ଜାଣିପାରିଲା ଯେ ପ୍ରକୃତ ସତ କଣ। ଆଉ ସେ ହସି ହସି କହିଲା, ତୁ ତ ନିଜକୁ ବହୁତ ଚାଲାକ ଭାବୁଛୁ ନା, ମୁଁ କିନ୍ତୁ ତୋଠୁ ଚାଲାକ। ହରିଣ ସେଠାରୁ ଦୌଡ଼ି ପଳେଇଲା, ଆଉ କୁମ୍ଭୀର ବୋକାଙ୍କ ଭଳି ତାକୁ ଚାହିଁ ରହିଥିଲା। ତେଣୁ ବିପଦ ଯୋଉଠି ଅଛି ତାହା ଜାଣିବା ପରେ ନିହାତି ସତର୍କ ରହିବା ଦରକାର, ଆଉ ବୁଦ୍ଧି ଖଟେଇ ସେ ଜାଗାରୁ ଖସି ଆସିବା ଦରକାର। ଅଗନାଅଗନି ବନସ୍ତରେ ଅନ୍ୟ ପଶୁପକ୍ଷୀଙ୍କ ସହିତ କାଉଟିଏ ବି ରହୁଥିଲା। ସେତେବେଳେ ଥାଏ ଗ୍ରୀଷ୍ମ ଋତୁ। ପ୍ରବଳ ଉତ୍ତାପ ଏବଂ ଅସହ୍ୟ ଗୁଳୁଗୁଳିରେ ବଣରେ ଥିବା ନଦୀ, ଝରଣା, ପୋଖରୀ ସବୁଥିରୁ ପାଣି ଶୁଖିଯାଇଥାଏ। ଅନ୍ୟ ପଶୁଜନ୍ତୁଙ୍କ ସହିତ କୁଆଟିଏ ବି ଅସହ୍ୟ ଗୁଳୁଗୁଳିରେ ପାଣି ଟିକେ ନ ପାଇ ବଡ଼ ଛଟପଟ ହେଉଥାଏ। ଓହୋ, ପାଣି ନାହିଁ। ପାଣି କୋଉଠୁ ମିଳିବ? ହରିଣ ଭାଇ, କୋଉଠି ପାଣି ମିଳିବ କହିଲ? ଏ ମଣିଷ ଗୁଡାକ ତ ସବୁ ଗଛ କାଟି ନେଲେ, ସେଥିପାଇଁ ବର୍ଷା ହଉନି। ଆଉ ପାଣି କୋଉଠୁ ଆସିବ? ହେଲେ ଏବେ ପାଣି ନ ପିଇଲେ ତ ମୁଁ ବଞ୍ଚି ପାରିବିନି ଭାଇ। ଦେଖେ, ତୁ ତ ଚଢେଇ, ଉଡି ପାରିବୁ। ଯଦି ପାରୁଛୁ ତାହେଲେ ଉଡିକି ପାଖ ଗାଁକୁ ପଳା। ସେଠି ମଣିଷ ମାନଙ୍କ ପାଖରେ ପାଣି ଥାଇପାରେ। ହଁ, ଠିକ କହିଛ। ମଣିଷଙ୍କ ପାଖରେ ପାଣି ମିଳିପାରେ,
ମୁଁ ତାହେଲେ ଯାଉଛି। ମୁଁ ଚାଲିଲି ଗାଁକୁ, ମତେ ପାଣି ମିଳିଯିବ। ବାସ୍ ବାସ୍, ଏଇଠି ତ ପାଖାପାଖି ଗୋଟେ ଝରଣା ଦେଖା ଯାଉଛି। ଏଇଠି ତ ପାଣି ମିଳିଯିବ। ଓହ ନା, ଏଠି ବି ପାଣି ନାହିଁ। ଓହୋ, କିନ୍ତୁ ମୁଁ ଛାଡ଼ିବିନି। ଆଜି ଯେମିତି ହଉ ଆଉ ଯୋଉଠି ବି ହଉ, ଆଜି ମୁଁ ପାଣି ପିଇବି, ନିଶ୍ଚୟ ପିଇବି। କାଉ ଉଡ଼ି ଉଡ଼ି ଯାଇ ପହଞ୍ଚିଲା ଗୋଟେ ନୂଆନିଆ ଚାଳଘର ପାଖରେ। ସେଠି ଗୋଟେ ମାଠିଆରେ ପାଣି ଥୁଆ ହେଇଥାଏ। ତାକୁ ଦେଖି କାଉର ମନ ଖୁସି ହେଇଗଲା। ସେ ଭାବିଲା ପାଣି ଏଥର ମିଳିଯିବ, ଆଉ ତା ଶୋଷ ବି ମେଣ୍ଟିଯିବ। ଏଇ କଥା ଭାବି ସେ ଯାଇ ମାଠିଆ ଉପରେ ବସିଲା। ହେଲେ ଦେଖିଲା ବେଳକୁ ସେଥିରେ ପାଣି ଅଛି ଯେ, କିନ୍ତୁ ବହୁତ ତଳେ। ତାର ମନ ଦୁଃଖ ହେଲା। ସେ ଭାବିଲା କେତେ ଖୁସିରେ ଆସିଥିଲି ପାଣି ମୁନ୍ଦାଏ ପିଇବି ବୋଲି, ହେଲେ ଏଠି ତ ପାଣି ମିଳିବା ମୋତେ ଅସମ୍ଭବ ମନେ ହେଉଛି। ତଥାପି ସେ ଧୈର୍ଯ୍ୟହରା ନ ହେଇ ଉପାୟଟିଏ ପାଞ୍ଚିଲା। ପାଣି ତଳେ ଅଛି ତ କିଛି କଥା ନାହିଁ, ମୁଁ ଦେଖିଛି ମାନେ ନିଶ୍ଚୟ ପିଇକି ଯିବି। ଆଉ ଏଥିପାଇଁ ମତେ ନିଜର ବୁଦ୍ଧି ପ୍ରୟୋଗ କରିବାକୁ ପଡିବ। ତାପରେ କାଉଟି ଦେଖିଲା ପାଖାପାଖି ଗୋଡ଼ାଏ ଗୋଡ଼ି ପଡ଼ିଛି। ସେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଗୋଡ଼ି ଆଣି ମାଠିଆ ଭିତରକୁ ପକେଇଲା। ପାଣି ଟିକେ ଉପରକୁ ଉଠିଲା। କାଉର ସାହସ ବଢ଼ିଗଲା। ତାପରେ ମାଠିଆର ତଳ ଭାଗରେ ଗୋଡ଼ି ଜମିଗଲା ପରେ ବଡ଼ ବଡ଼ ପଥର ନେଇ ପକେଇଲା। ଗୋଟିଏ ପରେ ଗୋଟିଏ ପଥର ପାଣିରେ ପଡ଼ିବା ପରେ ପାଣି ଉପରକୁ ଉଠି ଆସିଲା। କାଉର ଖୁସି ଏବେ କହିଲେ ନ ସରେ। ସେ ଖୁସିରେ ମନ ଭରି ପାଣି ପିଇଲା, ଆଉ ତାପରେ ବନସ୍ତକୁ ଉଡ଼ିଗଲା।